नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथयते नमः। शुण 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 देई मन कार्तिक कथा। शुण 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 देई मन कार्तिक कथा। शुण 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 देई मन कार्तिक कथा। कार्तिक व्रत शुणिले कार्तिक व्रत शुणिले पाइबु चेता। शुण 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 देई मन कार्तिक कथा। शुण शुण देई मन कार्तिक कथा। सकाळु सकाळु धन स्नान सारी शुणुथा कार्तिक व्रत कान कुडेरी। सकाळु सकाळु मन स्नान सारी शुणुथा कार्तिक व्रत कान कुडेरी। रुचिले न रुचु पछे रुचिले न रुचु पछे खातु पिता। शुण 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 देई मन कार्तिक कथा। शुण शुण देई मन कार्तिक कथा। शुण शुण देई मन कार्तिक कथा। कार्तिक व्रत कथा एही शुण जने मन दे। कार्तिक व्रतर महिमा के कही पारे गुणसी। ईश्वर थाते सेनापति कार्तिकेश्वर महामती। कार्तिक व्रत कथा एही शुण जने मन दे। जलंधर दैत्य सैन्य माने जेतेबेले कैलासपुर उपर आक्रमण कले शंकर भगवान निर्देश रे कार्तिकेश्वर से देवता मानकर सेनापति हेले एवं गणेश दी जण जाक एपरी भाव में युद्ध कले जे दैत्य दानव सैन्य माने दैनिक क्षय होगा लगिले। जिते राति दैनिक दानव सैन्य माने मृत्युवरण करुले राति मृत्यु संजीवनी नहीं शुक्राचार्य से जीवंत कर देउथिले। शंकर भगवान पचारे कहले जेते सैन्य मान को कार्तिकेश्वर एवं गणेश मारुचंती सेमानकर अवस्था कौन होची ना शुक्राचार्य आसी सेमान को मृत्यु संजीवनी दे जाउचंती। तेणु शंकर भगवान रागिकी गोटे पिशाच तैयारी कले। जुगान्ते जेन्हे घोर बात एक पिशाच कले जात। कार्तिक व्रतर महिमा के कही पारे गुणसी। मुकुला केश थर हर बदन अटे गिरिवर। संसार मध्य जेते धर्म नुहे कार्तिक संगे सम। कहले एक विराट पिशाच को शंकर भगवान सृष्टि करी ताकू निर्देश देले। रे पिशाच पचारला कहला प्रभु आपण मते तैयारी कले काहे की। कहले जो शुक्राचार्य भृगुंक पुत्र दैत्य मानकर मृत्यु संजीवनी देई दैत्य मान को जीवदान दौरान ये युद्ध भितर जो जगार सी अच्छी ताकू तो अपहरण कर नहीं आ। कोपे कम पैतार देही चरणे दलु अच्छी मही। कार्तिक व्रतर महिमा के कही पारे गुणसी। असुर गुरु भृगुरुषि जानाम शुक्र महारुषि। संसार मध्य जेते धर्म नुहे कार्तिक संगे सम। ताहाकू विनाश गुपते समर शेष परिजन्ते। काटिले संसार बंधन पाइबु श्रीमधुसूदन। प्राणे न मारी रखिथिबु समर अंते छाड़ी देबु। आनंदे बोल राधा राधा
ରାଧା ହରିବେ ସର୍ବବାଧା। ଏପରି ଭାବରେ ଶଙ୍କର ଭଗବାନଙ୍କ ଠାରୁ ଆଜ୍ଞା ପାଇ ସେ ପିଶାଚି ତତ୍କ୍ଷଣାତ ଦୈତ୍ୟମାନଙ୍କ ଦଳ ଭିତରେ ଥିବା ଭୃଗୁନନ୍ଦନ ଶୁକ୍ରାଚାର୍ଯ୍ୟଙ୍କ କେଉଁଠି ଅଛନ୍ତି ବୋଲି ଖୋଜି ଖୋଜି ଯାଇ ଶୁକ୍ରାଚାର୍ଯ୍ୟଙ୍କୁ ଧରି ପକାଇଲା। ରଥୁ ଆଣିଲା ତାକୁ ଧରି ବୃକ୍ଷ କୁସୁମ ପ୍ରାୟ କରି। କାର୍ତ୍ତିକ ବ୍ରତର ମହିମା କେ କହିପାରେ ଗୁଣ ସୀମା। ଅଧର ଅଙ୍ଗେ ନେଇ ଖୋସି ଗିରି କନ୍ଦରେ ଗଲା ପଶି। କାର୍ତ୍ତିକ ବ୍ରତ କଥା ଏହି ଶୁଣ ସୁଜନେ ମନ ଦେ। କହିଲେ ଶୁକ୍ରାଚାର୍ଯ୍ୟଙ୍କୁ ଯେମିତି ଗୋଟେ ଫୁଲକୁ ଧରି ପକେଇଲେ ଫୁଲଟାକୁ ଧରି କାନରେ ଖୋସି ଦିଆଯାଏ, ସେମିତି ସେ ବିରାଟ ପିଶାଚ ଶୁକ୍ରାଚାର୍ଯ୍ୟଙ୍କୁ ଧରି ଯୁଦ୍ଧସ୍ଥଳରୁ ନେଇକି ଚାଲିଗଲା। ଯେତେବେଳେ ଦୈତ୍ୟମାନେ ଦେଖିଲେ ଶୁକ୍ରାଚାର୍ଯ୍ୟ ଗୁରୁ ଆଉ ନାହାନ୍ତି, ଯାହାଙ୍କ ବଳରେ ଯାହାଙ୍କ ମୃତ୍ୟୁ ସଞ୍ଜୀବନୀ ଦ୍ୱାରା ଦୈତ୍ୟମାନେ ଜୀବନ ସଂସାର ପାଉଥିଲେ, ସେମାନେ ଯେତେବେଳେ ଶୁକ୍ରାଚାର୍ଯ୍ୟ ନାହାନ୍ତି ସେମାନେ ଭୟରେ ଥରହର ହେବାକୁ ଲାଗିଲେ ଏବଂ ଆହୁରି ବିକଟାଳ ଭାବରେ ଆହୁରି ଭୟଙ୍କର ଭାବରେ ଯୁଦ୍ଧ କରିବାକୁ ଲାଗିଲେ। ଗୁରୁ ଅଭାବେ ମନେ କ୍ରୋଧି ଶିବଗଣ କୁଶର ବିନ୍ଧି। କାର୍ତ୍ତିକ ବ୍ରତ କଥା ଏହି ଶୁଣ ସୁଜନେ ମନ ଦେ। ବେଳକୁ ବେଳ ଯୁଦ୍ଧ ଟାଣ ବଡ଼ଇ ବଜ୍ର ସମବାଣ। ସଂସାର ମଧ୍ୟ ଯେତେ ଧର୍ମ ନୁହେଁ କାର୍ତ୍ତିକ ସଙ୍ଗେ ଘୋର ସମର ଧ୍ୱନି ଶୁଣି ନିଜେ ବିଜୟ ଶୂଳ ପାଣି। କାଟିଲେ ସଂସାର ବନ୍ଧନ ପାଇବୁ ଶ୍ରୀ ମଧୁସୂଦନ। ଆରୋହୀ ବୃଷଭ ବାହନେ ସଙ୍ଗେ ଅଛନ୍ତି ଗଣମାନେ। ଆନନ୍ଦ ବୋଲ ରାଧା 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 ହରିବେ ସର୍ବବାଧା। ଭୂତ ବେତାଳ ଦଣ୍ଡଧାରୀ ଡାକିନି ଗଣ ଆଦି କରି। ଆନନ୍ଦେ ବୋଲ କୃଷ୍ଣ 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 ହରିବେ ସର୍ବବାଧା। ଯେତେବେଳେ ବେଳକୁ ବେଳ ଯୁଦ୍ଧର ଗରିଆନ ହେଲା, ଯୁଦ୍ଧ ଅତ୍ୟଧିକ ଭୟଙ୍କର ହେଲା, ଶଙ୍କର ଭଗବାନ ଯୁଦ୍ଧର ଧ୍ୱନି ଶୁଣି ନିଜେ ନାରଦ ଧରି ଭୂତ ଏବଂ ଭୂତ ଆରୋହୀ ବୃଷଭ ବାହନେ ସଙ୍ଗେ ଅଛନ୍ତି ଗଣମାନେ। ଭୂତ ବେତାଳ ଦଣ୍ଡଧାରୀ, ବେତାଳମାନଙ୍କୁ ଭୂତମାନଙ୍କୁ ପ୍ରେତମାନଙ୍କୁ ପିଶାଚମାନଙ୍କୁ ସାଙ୍ଗରେ ଧରି ନିଜେ ଜଳନ୍ଧର ସହିତ ଯୁଦ୍ଧ କରିବା ପାଇଁ ଶଙ୍କର ଭଗବାନ ଯୁଦ୍ଧସ୍ଥଳରେ ଉପସ୍ଥିତ ହେଲେ। ରଣେ ଆନନ୍ଦ ପଶୁପତି ବାଣ ବିନ୍ଧନ୍ତି କୋପେ ଅତି। କାର୍ତ୍ତିକ ବ୍ରତର ମହିମା କେ କହି ପାରେ ଗୁଣ ସୀମା। ପିନାକ ଧନୁ ଗୁଣ ନାଦେ ଦୈତ୍ୟଙ୍କ ହୃଦୟ ଭେଦେ। କାର୍ତ୍ତିକ ବ୍ରତ କଥା ଏହି ଶୁଣ ସୁଜନେ ମନ ଦେ। ଶଙ୍କର ଭଗବାନ ନିଜେ ଯେତେବେଳେ ଯୁଦ୍ଧସ୍ଥଳରେ ଉପସ୍ଥିତ ହେଲେ, ଜଳନ୍ଧର ସହିତ ତାଙ୍କର ଭୟଙ୍କର ଯୁଦ୍ଧ ହେବାକୁ ଲାଗିଲା। ଜଳନ୍ଧର ଉପଲବ୍ଧି କଲା ଯେ ନିଶ୍ଚିତ ଭାବରେ ଆଉ ଶଙ୍କର ଭଗବାନଙ୍କ ସହିତ ମୁଁ ଯୁଦ୍ଧ କରିପାରିବି ନାହିଁ। ରହିଲେ ବେନି ଭାଗ ହୋଇ ମଧ୍ୟ ଯୋଜନେ ଛଡ଼ା ହୋଇ। କାର୍ତ୍ତିକ ବ୍ରତର ମହିମା କେ କହିପାରେ ଗୁଣ ସୀମା। ହର ବିଜୟ ନିଜ ପୁରେ ସ୍ନାନ ସାରି ଗଙ୍ଗା ନୀରେ। କାର୍ତ୍ତିକ ବ୍ରତ କଥା ଏହି ଶୁଣ ସୁଜନେ ମନ ଦେ। ତାଣ୍ଡବ ନୃତ୍ୟ ରଙ୍ଗେ ପଶି ଆନନ୍ଦେ ପୁହାଇଲେ ନିଶି। ସଂସାର ମଧ୍ୟ ଯେତେ ଧର୍ମ ନୁହେଁ କାର୍ତ୍ତିକ ସଙ୍ଗେ ସମ। ଦିନ ରାତି ଅହର୍ନିଶି ଯୁଦ୍ଧ ହେଉଥିବା ସମୟରେ ବର୍ତ୍ତମାନ ଶଙ୍କର ଭଗବାନ ଗଙ୍ଗା ନଦୀରେ ସ୍ନାନ କରି କିଛି ସମୟ ପାଇଁ ଯୁଦ୍ଧରୁ ବିଶ୍ରାମ ନେଲେ। ବୋଲ ବାବାଜୀ ମହାରାଜ ଗୁରୁଦେବ ଶ୍ରୀ ବିମଳାଚରଣ ଦାସ ମହାରାଜ କି ଜୟ।